2017 ତ ଏମିତି ଶବ ଚୋରି ହଉଛି। ତ ଏଇ ରିସେଣ୍ଟ 2 ମାସ ତଳେ ବି ଶବ ଚାରିଟା ଚୋରି ହେଇଥିଲା। ମୋ ନିଜ ଜେଜ ବି ସେଥିରେ ଥିଲେ। ପ୍ରଶାସନ ଦେଖୁଛି, ଅଣଦେଖା ପୁଣିଆ ଇଏ କରୁଛି। ଆଉ ତଦନ୍ତ ବି ଚାଲିଥିଲା। ଆଇଏସି ନିଜେ ଆସିକି ତଦନ୍ତ କରିଥିଲେ। ଲ୍ୟାବ ବାଲାଙ୍କୁ ବି ଡକା ହେଇଥିଲା, ସିଏ ଆସିବି ଏଠି ତଦନ୍ତ କରିଥିଲେ, ହେଲେ କିଛି ଲାଭଦାୟକ ହେଲା ନାହିଁ। ସେଇଟା ତ ଆମେ ଜାଣିନୁ। ଆମେ ଭାବୁଛୁ ଏଇ ଯୋଉ ପାଖରେ ମେଡିକାଲ ଅଛି ସେମାନଙ୍କ ହେଇଥାଇ ପାରନ୍ତି, ନହେଲେ ଗୋଟେ କିଏ ରାକେଟ ଏଇଟାକୁ ଚୋରି କରୁଛି। 2017 ଏମିତି ବାରମ୍ବାର ଚୋରି ହଉଛି। ଏସପି ବି ନିଜେ ଆସିଥିଲେ, ଏଠି ତଦନ୍ତ କରି କହିଥିଲେ ଗୋଟେ ନୂଆ ଟିମ୍ ଗଢା ହେଇଛି। ସେଠି ବାରମ୍ବାର ଗୋଟେ ଭ୍ୟାନ୍ ବି ଦେଇଥିଲେ। ଏଠି ବାରମ୍ବାର ସେ ଭ୍ୟାନ୍ ବୁଲିବ, ଶବ ନ ଚୋରି ହବ। ତଥାପି କାଲି ରାତିରେ 3ଟି ଶବ ଚୋରି ହେଇଯାଇଛି। ଆମେ ଏତିକି ଅନୁରୋଧ କରୁଛୁ ଗ୍ରାମବାସୀ, ଯେମିତି ଏଠୁ ଶବ ନ ଚୋରି ହଉ। କାରଣ ଆମ ପିତୃପୁରୁଷଙ୍କର ଶବ ବର୍ଷେ ପୂର୍ବରୁ ଶବ ଗାୟବ ହେଇଯାଉଛି। ତାଙ୍କ ଆତ୍ମା ତ ଶାନ୍ତି ମିଳୁନି। ଆମେ ସେଥିପାଇଁ ଅନୁରୋଧ କରୁଛୁ ପ୍ରଶାସନକୁ, ଆ ପାଇଁ ଗୋଟେ ଦୂର କାର୍ଯ୍ୟାନୁଷ୍ଠାନ କରାଯାଉ। ପ୍ରଶାସନ ଏଠିକି ବହୁତ ବାର ଆସିସାରିଲାଣି। ପ୍ରଶାସନ କିଛି ଶୁଣୁନି, କିଛି ଇଏ କରୁନି। ଆମର ବହୁତ ବାର ଏଠି 17 ମସିହାରୁ ଶବ ଚୋରି ହଉଛି। ଆମେ ଯେତେ ବି ଯାଇ କମ୍ପ୍ଲେନ୍ କଲୁ, ଏବେ ବିଗତ 3 ମାସ ପୂର୍ବରୁ ଆମେ ଯାଇ କମ୍ପ୍ଲେନ୍ କରିଛୁ। ଆଇଏସି ମ୍ୟାଡ଼ାମ ନିଜେ ବି ଆସିକି ଏଠି ତଦନ୍ତ କରିଥିଲେ, ଏସପି ସାର୍ ବି ଆସିକି ତଦନ୍ତ କରିଥିଲେ। ସବୁ ପରେ ବି ଯେତେବେଳେ ବି ଚୋରି ହେଉଛି ତା 3 ମାସ ଗ୍ୟାପ୍ ହେଇଯାଉଛନ୍ତି। ତେବେ ବି ଆମ ଏଇ ଗାଁ ଲୋକମାନେ ରହୁଛନ୍ତି, ଜଗା ରଖା କରୁଛନ୍ତି, ଟିକେ ଇଏ କରୁଛନ୍ତି, ସେତେବେଳେ ଚାପି ଯାଉଛନ୍ତି। ତାପରେ 2-3 ମାସ ପରେ ପୁଣି ଯୋଉ କଥାକୁ ସେ କଥା ହଉଛି। ଆମେ ଚାହୁଁଛୁ ଏଠି ଗୋଟେ ସିସିଟିଭି କ୍ୟାମେରା ଲାଗୁ କିମ୍ବା ଲାଇଟ୍ ଲାଗୁ, ଯାହାଫଳରେ କି ତାଙ୍କୁ ଟିକେ ଭୟ ରହିବ। ପୂର୍ବରୁ ମଧ୍ୟ ଏଇଭଳି ଚୋରି ହେଇଥିଲା ଏଇ ଅଞ୍ଚଳରେ। ପ୍ରଶାସନକୁ ମଧ୍ୟ ଖବର ଦେଇଥିଲେ, ଯେ ଖବର ଦେଲା ପରେ ପ୍ରଶାସନ ଆସି ତଦାରଖ କରିଥିଲେ, କିନ୍ତୁ ଜଣା ପଡୁନଥିଲା କାହିଁକି ଚୋରି ହେଉଛି, କ'ଣ ପାଇଁ ଚୋରି କରୁଛି, କିଏ ଚୋରି କରୁଛି। ଏହାକୁ ନେଇକି ବର୍ତ୍ତମାନ ଅଞ୍ଚଳରେ ପୁରା କୋକୁଆ ଭୟ ସୃଷ୍ଟି ହେଇଛି। ଅଞ୍ଚଳବାସୀ ମଧ୍ୟ ପ୍ରଶାସନକୁ ଜଣେଇଥିଲେ, ପ୍ରଶାସନ ଆସିକି ତଦାରଖ ମଧ୍ୟ କରିଥିଲେ, କିନ୍ତୁ କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରୁନି। ଗତ 2 ଦିନ ଭିତରେ ପୁଣି 3ଟି ଚୋରି ହେଇଛି ଶବ। ପ୍ରଶାସନକୁ ବି ଏବେ ବି ମଧ୍ୟ ଅଭିଯୋଗ କରାଯାଇଛି ଯେ ପ୍ରଶାସନ ଏହାକୁ ତଦାରଖ କରନ୍ତୁ। କିଏ କାହିଁକି ଚୋରି କରୁଛି, କିଏ ଏ ଅଞ୍ଚଳର ବାସିନ୍ଦା କିଛି ସାମିଲ ଅଛନ୍ତି କି ଆମର ହସ୍ପିଟାଲ ମାନଙ୍କରେ ବି ଯୋଉ ଲାବୋରେଟୋରୀ ପାଇଁ ବି ସେମାନେ ବି ନିଅନ୍ତି। ପୂର୍ବରୁ ଆମେ ମଧ୍ୟ ଖବର ମଧ୍ୟ ପାଇଥିଲୁ ଯେ ନିକଟସ୍ଥ ଯୋଉ ହସ୍ପିଟାଲ ଗୁଡ଼ିକ ଅଛି ସେମାନେ ଲାବୋରେଟୋରୀ ପାଇଁ ବି ନିଅନ୍ତି ଏଠାରୁ। ଯେତେବେଳେ ଅଞ୍ଚଳବାସୀ ନଦୀକୁ ଗାଧୋଇବାକୁ ସବୁବେଳେ ଯାଆନ୍ତି, ସେମାନଙ୍କ ନଜରରେ ରୁହେ। କାଲି ମଧ୍ୟ ନଜର ରହିଥିଲା। 3ଟି ଶବ ନେଲା ପରେ ଅଞ୍ଚଳବାସୀଙ୍କ ମନରେ ଗୋଟେ କୋକୁଆ ଭୟ ସୃଷ୍ଟି ହେଇଥିଲା। ଯେତେବେଳେ ଅଞ୍ଚଳବାସୀଙ୍କ ସାରା ଅଞ୍ଚଳରେ ଖବରଟି ପ୍ରସାରିତ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ବି ଆମେ ପ୍ରଶାସନକୁ ମଧ୍ୟ ଆମେ ଅନୁରୋଧ କରୁଛୁ ଯେ ଏହାର ତଦାରଖ କରନ୍ତୁ, ଯେ ପ୍ରକୃତରେ ଏହା କାହିଁକି ଚୋରି ହେଉଛି, କ'ଣ ପାଇଁ ଚୋରି ହେଉଛି। ଆମେ ମଧ୍ୟ ପ୍ରଶାସନକୁ ପୂର୍ବରୁ ଜଣାଇଥିଲୁ ଯେ ଏ ଏରିଆ ହେଉଛି ଶୁଦ୍ଧ ଅନ୍ଧକାରମୟ। ଏଠାରେ ଲାଇଟ୍ର ବ୍ୟବସ୍ଥା କରାଯାଉ କିମ୍ବା ସିସିଟିଭି ଫୁଟେଜ ଏଠି ମଧ୍ୟ ବ୍ୟବସ୍ଥା କରାଯାଉ। ବାରମ୍ବାର ଏଇଭଳି ହେଉଛି ଏ ଅଞ୍ଚଳରେ। ପୂର୍ବରୁ 12ଟି ପାଖାପାଖି ଚୋରି ହେଇଥିଲା, ବର୍ତ୍ତମାନ ବି 3ଟି ଚୋରି ହେଉଛି। କାହିଁକି ଏମିତି ବାରମ୍ବାର ହେଉଛି, ପ୍ରଶାସନ ଏଥିପାଇଁ କାହିଁକି ତତ୍ପରତା ଦେଖାଉନାହିଁ।